हेलो ପିଲାମାନେ ଆଶା କରିବି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ସମସ୍ତଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ ତରଫରୁ ପ୍ରଥମେ ପିଲାମାନେ। ତ ମୁଁ କହି ରଖେ ଆଜିର ଯେଉଁ ଭିଡ଼ିଓଟି ରହିଛି ଆପଣମାନଙ୍କର ରିକ୍ୱେଷ୍ଟ ଅନୁସାରେ ପିଲାମାନେ ରହିଛି। ବହୁତ ସାରା ପିଲାମାନଙ୍କର ଗତ କିଛି ଦିନ ହେଲା ମୋ ପାଖକୁ ବାର ବାର ମେସେଜ ଆଉ କମେଣ୍ଟ ଆସୁଥିଲା କି ସାର୍ ଆମର ଯେଉଁ AKUର ଏକ୍ଜାମ୍ ଫାର୍ଷ୍ଟ ସେମିଷ୍ଟାର ଏକ୍ଜାମ୍ ଯେଉଁଟା ରହିଛି ଆପଣଙ୍କର 28 ତାରିଖରେ ଆପଣଙ୍କର ରହିଛି। ତ ସେଇଟା ଆପଣଙ୍କର କିଛି ପୋଷ୍ଟପୋନ୍ ହେବାର କିମ୍ବା ଏକ୍ସଟେଣ୍ଡ ହେବାର କିଛି ବି ଚାନ୍ସେସ୍ ରହିଛି କି? ଆଣ୍ଡ ଯଦି ବି ହେବ କେବେ ଆମେ ଜାଣିପାରିବୁ? ତ ଏଇଟା ମୋର ପ୍ରଶ୍ନ ନୁହେଁ, ଏଇଟା ପିଲାମାନଙ୍କର ପ୍ରଶ୍ନ। ଜଣେ ନୁହେଁ, ଅଧେ ନୁହେଁ, ବହୁତ ଜଣ ପିଲା ମୋତେ କମେଣ୍ଟ ମାଧ୍ୟମରେ ପଚାରିଛନ୍ତି ଆଣ୍ଡ ମୋତେ ହ୍ୱାଟ୍ସଆପ୍ରେ ମଧ୍ୟ ପର୍ସନାଲ ମେସେଜ କରିକି ପଚାରିଛନ୍ତି। ବୁଝିଗଲା? ତେଣୁ ମୁଁ ଭାବିଲି କି ଆପଣମାନଙ୍କ ପାଇଁ ଭିଡ଼ିଓଟି ନେଇକି ଆସିବି, ଯାହାଦ୍ୱାରା ଆପଣଙ୍କର ଯାହା ଡାଉଟ୍ ଅଛି ସେଇଟା କ୍ଲିୟର କରିପାରିବି। କିଛି ପିଲାଙ୍କର କିଛି ପ୍ରୋବ୍ଲେମ୍ ରହୁଛି ଯେଉଁଟା ପାଇଁ ସେମାନେ ଚାହୁଁଛନ୍ତି କି ଆପଣଙ୍କର ପୋଷ୍ଟପୋନ୍ ହେଉ ବା ଏକ୍ସଟେଣ୍ଡ ହେଉ ସେ ଡେଟ୍ରେ। ଆଉ ଆଉ ଗୋଟେ ଆଜି ଆମେ ଭିଡ଼ିଓରେ କଥା ହେବା ଯେଉଁ ଆପଣଙ୍କର ୟୋଗୀ ବୋମନ ୟୁନିଭର୍ସିଟି ରହିଛି ଆଉ ଆପଣଙ୍କର ANU ରହିଛି ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି, ସେମାନଙ୍କର ଡେଟ୍ ଯେଉଁ ଦେଇଛି ଆପଣଙ୍କର କମେନ୍ସମେଣ୍ଟ ଡେଟ୍ ଦେଇଛି ଯେଉଁଟା ଟେଣ୍ଟେଟିଭଲି, ସେଇ ଡେଟ୍ରେ ଆପଣଙ୍କର ଏକ୍ଜାମ୍ ହେବ ନା ଯଦି ହେବାର ଅଛି ଆପଣଙ୍କର ତ ବର୍ତ୍ତମାନ ଯାଏଁ ଆପଣଙ୍କର ଯେଉଁ ଟାଇମ୍ ଟେବୁଲ୍ ଆସିନାହିଁ, ତ କେବେ ଆସିବ ସେଇ ବିଷୟରେ ମଧ୍ୟ କଥା ହେବା। ତ ଭିଡ଼ିଓଟି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଭିଡ଼ିଓଟିକୁ ଲାଷ୍ଟ ଦେଖିବେ ଆଣ୍ଡ ବେଶୀ ବଡ଼ ଭିଡ଼ିଓ ପିଲାମାନେ ନୁହେଁ, ଆପଣମାନେ ଲାଷ୍ଟ ଯାଏଁ ଦେଖନ୍ତୁ, ଆପଣଙ୍କର ଯାହା ଡାଉଟ୍ ଅଛି କ୍ଲିୟର ହେଇଯିବ। ଠିକ୍ ଅଛି? ତ ପ୍ରଥମେ ପିଲାମାନେ ମୁଁ ଆପଣମାନଙ୍କୁ ଦେଖେଇ ଦେବା ପାଇଁ ଚାହିଁବି। ତ ଯେମିତିକି ଆପଣମାନେ ଜାଣିଥିଲେ ଆପଣଙ୍କର ଯେଉଁ ଆନ୍ଧ୍ରକେଶରୀ ୟୁନିଭର୍ସିଟି ପିଲାମାନେ ରହୁଛନ୍ତି, ଆପଣଙ୍କର ଏକ୍ଜାମ୍ ଷ୍ଟାର୍ଟ ହେଉଛି ଆପଣଙ୍କର 28 ତାରିଖରୁ। ଏଇଟା ଆପଣଙ୍କର ଟାଇମ୍ ଟେବୁଲ୍ ଆସିଥିଲା ଆଣ୍ଡ ପିଲାମାନଙ୍କର ଡାଉଟ୍ ଏଇଟା ଥିଲା ଯେ ସାର୍ ଆପଣଙ୍କର ଯେହେତୁ ପ୍ରିଭିୟସ୍ ଇୟର୍ରେ ଯେଉଁ ଆପଣଙ୍କର ଭାଇ ଭଉଣୀମାନେ ଯେଉଁମାନେ ବି ଆପଣଙ୍କ ସିନିୟର ରହୁଛନ୍ତି ସେମାନଙ୍କର କ'ଣ ହେଇଥିଲା ନା ଲାଷ୍ଟ ଟାଇମ୍ରେ ଆପଣଙ୍କର ଏଣ୍ଡ ମୋମେଣ୍ଟରେ ଆପଣଙ୍କର ଏକ୍ଜାମ୍କୁ ପୋଷ୍ଟପୋନ୍ କରିଦିଆଯାଇଥିଲା। ବୁଝିପାରିଲେ? ପୋଷ୍ଟପୋନ୍ ଆପଣଙ୍କର ହେଇଯାଇଥିଲା। ତ ସେଇଟା ପିଲାମାନଙ୍କ ମନରେ ମଧ୍ୟ ଡାଉଟ୍ ରହିଛି କି ଆମର ବି ସେମିତିକା ହେଇଯିବ କି? କିଛି ପିଲା ଆପଣଙ୍କର ଟ୍ରେନ୍‌ରେ ଟିକଟ୍ ଅଲରେଡ଼ି କରିଦେଇଛନ୍ତି। ଆଉ କିଛି ପିଲା ଆପଣଙ୍କର ବସ୍ ଯୋଗେ ଯିବେ, ସେମାନେ ମଧ୍ୟ ଟିକଟ୍ କରିସାରିବେଣି। ବଟ୍ କିଛି ପିଲାଙ୍କର ପ୍ରୋବ୍ଲେମ୍ ରହୁଛି ସେଇ ଡେଟ୍‌ରେ, ଯେମିତି କାହାର କିଛି ଫଙ୍କସନ୍ ରହୁଛି କିମ୍ବା କାହାର କିଛି ଅଦର୍ କାମ ରହୁଛି, ସେଥିପାଇଁ ସେମାନେ ବାରବାର ମୋତେ ପଚାରୁଛନ୍ତି। ତ ମୁଁ କହି ରଖେ ଆପଣମାନେ ଏଇ ଯେଉଁ ମାଇଣ୍ଡ ସେଟ୍‌ରେ ରହୁଛନ୍ତି କି ସାର୍ ଆମର ଏକ୍ଜାମ୍ ଘୁଞ୍ଚିବ କି, ବାରବାର ମୋତେ ପଚାରୁଛନ୍ତି, ମୁଁ ଫାଷ୍ଟରୁ କହିଦେଉଛି ପିଲାମାନେ ଆନ୍ଧ୍ରକେଶରୀ ୟୁନିଭର୍ସିଟି ବେଶୀ ପିଲାମାନେ କେବେ ଆପଣଙ୍କର ଏକ୍ଜାମ୍‌କୁ ପୋଷ୍ଟପୋନ୍ କରାଏନି। ଏକ୍ଜାମ୍ ସେ ପୋଷ୍ଟପୋନ୍ କେବେ କରାଏନି। ହେଇଥିଲା ଆପଣଙ୍କର ଆର ଇୟର୍‌ରେ, ବଟ୍ ତାପରେ ଯେଉଁ ସେକେଣ୍ଡ ଆଣ୍ଡ ଥାର୍ଡ଼ ସେମିଷ୍ଟାର ଆପଣଙ୍କର କରାଯାଇଥିଲା ଆନ୍ଧ୍ରକେଶରୀ ୟୁନିଭର୍ସିଟି ତରଫରୁ, ସେଥିରେ ଆପଣଙ୍କର କୌଣସି ପ୍ରକାରର ଡିଲେ ଦେଖାଯାଇନଥିଲା। ଯେଉଁ ଡେଟ୍‌ରେ ଆପଣଙ୍କର ଟାଇମ୍ ଟେବୁଲ୍ ବାହାରିଛି ସେଇ ଡେଟ୍‌ରେ ଆପଣଙ୍କର ମାନେ ଯେଉଁ ଏକ୍ଜାମ୍‌ଟା କଣ୍ଡକ୍ଟ କରାଯାଇଥିଲା। ବୁଝିଗଲା? ତେଣୁ ଆପଣମାନେ ଏ ମାଇଣ୍ଡ ସେଟ୍‌ରେ ଆଦୌ ରୁହନ୍ତୁନି କି ଆପଣଙ୍କର ଏକ୍ଜାମ୍ ପୋଷ୍ଟପୋନ୍ ହେବ। ଯଦି ହେବାର ଥାନ୍ତା ପିଲାମାନେ ଅଲରେଡ଼ି ସେ ମିନିମମ୍ ପିଲାମାନେ ଆପଣମାନେ ଧରିକି ଚାଲନ୍ତୁ, ମିନିମମ୍ 15 ଡେଜ୍ ଏଗୋ ଆପଣଙ୍କର ସେ ଆପଣଙ୍କୁ ଜଣେଇଥାନ୍ତା। ବୁଝିଗଲା? ବର୍ତ୍ତମାନ ତ ଆପଣମାନଙ୍କ ହାତରେ ଟାଇମ୍ ହିଁ ନାହିଁ। ଆଜି ଆପଣଙ୍କର 20 ତାରିଖ ପିଲାମାନେ ଅଲରେଡ଼ି ହେଇଗଲାଣି। ଆଉ ଆପଣମାନଙ୍କ ହାତରେ କହିତେ ଗଲେ 6ରୁ 7 ଦିନ। ମାନେ ଏଇ 6ରୁ 7 ଦିନ ଭିତରେ ଆପଣମାନେ ଭାବୁଛନ୍ତି କେମିତି କି ଆପଣଙ୍କର ଏକ୍ଜାମ୍ ପୋଷ୍ଟପୋନ୍ ହେବ। ସେ ମାଇଣ୍ଡ ସେଟ୍‌ରେ ରୁହନ୍ତୁନି। ପାଠ ପଢ଼ି ଚାଲନ୍ତୁ। ଆପଣଙ୍କର ଏକ୍ଜାମ୍ ସେଇ ଡେଟ୍‌ରେ ହେବ। ଘୁଞ୍ଚିବାର ଥିଲେ ଘୁଞ୍ଚିବ, ଯାହା ହେଲା ହବାର ଥିବ ସେଟା ହେବ। ତ ଆଦୌ ବି ସେ ମାଇଣ୍ଡ ସେଟ୍‌ରେ ରୁହନ୍ତୁନି। ମୋର ଏତିକି ଆପଣମାନଙ୍କୁ ରିକ୍ୱେଷ୍ଟ। ବୁଝିଗଲା? ଯେଉଁମାନେ ମୋତେ ବାର ବାର ମେସେଜ କରୁଛନ୍ତି, ପଚାରୁଛନ୍ତି, ସମସ୍ତଙ୍କୁ ମୋତେ ରିପ୍ଲାଏ ଦେବାଟା ପସିବୁଲ୍ ନୁହଁ। ତ ମୁଁ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣେଇଦେଲି କି ଆପଣଙ୍କର ଏକ୍ଜାମ୍ ପୋଷ୍ଟପୋନ୍ ହେବାର ଚାନ୍ସେସ୍ ପିଲାମାନେ 99% ପିଲାମାନେ ନାହିଁ। ବୁଝିପାରିଲେ? 99% ପିଲାମାନେ ନାହିଁ। ତେଣୁ ଆପଣମାନେ ଆରାମସେ ପାଠ ପଢ଼ନ୍ତୁ, କଭର୍ କରନ୍ତୁ। ସବୁ ଆପଣଙ୍କର ଯାହା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଉ, ଆପଣଙ୍କର ଡାଇଗ୍ରାମ୍ସ ହେଉ, ସବୁ ଆମ ଭିଡ଼ିଓରେ ଆପଣମାନେ ପାଇଯିବେ। ଅପଲୋଡ଼ ଅଛି ଅଲରେଡ଼ି। କେମିତି ଟ୍ରିକ୍ସ ଆଣ୍ଡ ଟିପ୍ସ ମଧ୍ୟ ୟୁଜ୍ କରିବେ ତାହା ମଧ୍ୟ ଅପଲୋଡ଼ ଅଛି। ଆପଣମାନେ ଦେଖିପାରିବେ ଆଉ ନିଜକୁ ପ୍ରିପେୟାର କରିପାରିବେ। ବୁଝିଗଲା? ତ ବର୍ତ୍ତମାନ କଥା ହେବା ପିଲାମାନେ ଆମେ ଆପଣଙ୍କର ଯେଉଁ ୟୋଗୀ ବୋମନ ୟୁନିଭର୍ସିଟି ଆଣ୍ଡ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି, ଏମାନଙ୍କର କ'ଣ ପାଇଁ ଆସୁନାହିଁ ଆଉ କେବେ ସୁଦ୍ଧା ଆସିବାର ପସିବିଲିଟି ରହୁଛି? ତ ପିଲାମାନେ ଯେଉଁ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ରହୁଛି ବା ANU ନାମରେ ଆମେ ଯାହାକୁ ଜାଣିଛୁ, ତ ANUର ପିଲାମାନେ ଆପଣଙ୍କର ଯେଉଁ ଫର୍ମ ଫିଲ୍ଅପ୍ ପାଇଁ ଡେଟ୍ ଆସିଥିଲା ସେଇଟା ଆପଣଙ୍କର ଅଲରେଡ଼ି ଆପଣଙ୍କର ଯେଉଁ ଡିସେମ୍ବର 31 ତାରିଖରେ ଆପଣଙ୍କର ପିଲାମାନେ ଆସିଥିଲା, ଆପଣମାନେ ସମସ୍ତେ ଜାଣିଥିବେ। ତେଣୁ ତାର ଯେଉଁ ଫର୍ମ ଫିଲ୍ଅପ୍ ଆପଣଙ୍କର ଆସିଲା, ଦେଖନ୍ତୁ ଆପଣଙ୍କର ଫର୍ମ ଫିଲ୍ଅପ୍ ଡେଟ୍‌ରେ ଆପଣଙ୍କର ଥିଲା ଏକ୍ଜାମ୍ ପାଇଁ ଡେଟ୍ ଯେଉଁ ଆପଣଙ୍କର ଟେଣ୍ଟେଟିଭଲି, ସେଥିରେ ଆପଣଙ୍କର କ୍ଲିୟରଲି ମେନସନ୍ ଅଛି କି 5 ଫେବୃଆରୀରେ ଆପଣଙ୍କର ଏକ୍ଜାମ୍‌କୁ କଣ୍ଡକ୍ଟ କରାଯିବ ବୋଲି। ବୁଝିପାରିଲେ? 5 ଫେବୃଆରୀରେ କଣ୍ଡକ୍ଟ କରାଯିବ ବୋଲି। ଆଣ୍ଡ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ସବୁ ବର୍ଷ କ'ଣ କରେ ପିଲାମାନେ, ଆପଣଙ୍କର ଯେଉଁ ଡେଟ୍ ଦେଇଥାଏ ଇଏ ମଧ୍ୟ ପୁରା ଏକୁରେଟ୍ ସେଇ ଟାଇମ୍‌ରେ କରିବା ପାଇଁ ଟ୍ରାଏ କରେ। ଜାଣିଛନ୍ତି କି ନାହିଁ? ଯେହେତୁ ଗୋଟେ ଓଲ୍ଡ ୟୁନିଭର୍ସିଟି ଆଣ୍ଡ ରେକଗ୍ନାଇଜ୍ ୟୁନିଭର୍ସିଟି, ପ୍ରତି ଇୟର୍‌ରେ ସେ କ'ଣ କରେ, ଯେଉଁ ଡେଟ୍ ଦେଇଥାଏ ସେଇ ଡେଟ୍‌ରେ କରେ। ବଟ୍ ପିଲାମାନେ ବର୍ତ୍ତମାନ ପିଲାମାନଙ୍କ ମନରେ ଆଶଙ୍କା ଆଉ ଡାଉଟ୍ ଏଇଟା ରହୁଛି କି ବର୍ତ୍ତମାନ ଯାଏଁ ଆପଣଙ୍କର ଯଦି 5 ତାରିଖରେ ଏକ୍ଜାମ୍ ଅଛି, ଆଜି ଆପଣଙ୍କର 20 ତାରିଖ ହେଇଗଲା। ଆଉ ଆପଣମାନଙ୍କ ହାତରେ ପିଲାମାନେ 15 ଦିନ
15 ଦିନ ବି ନୁହଁ ଆପଣମାନେ ଟ୍ରାଭେଲିଂ କରିବେ ତ ବେଶୀ ଦିନ ଟାଇମ୍ ନାହିଁ। ତ ବର୍ତ୍ତମାନ ଯାଏଁ ଆପଣଙ୍କର କନଫର୍ମେସନ୍ ଆସିଲାନି, ଆପଣଙ୍କର ଟାଇମ୍ ଟେବୁଲ୍ ଆସିଲାନି, କେବେ ଆପଣଙ୍କର ହବ। ସିମିଲାର ଟାଇପ୍‌ରେ ମୁଁ ଯଦି ଆପଣଙ୍କର ୟୋଗୀ ବମନ ୟୁନିଭର୍ସିଟି କଥା କହିବି, ୟୋଗୀ ବମନ ୟୁନିଭର୍ସିଟିରେ ବି ଆପଣଙ୍କର ସେଇ 6/1 ରେ ଯୋଉ ଆପଣଙ୍କର ଜାନୁଆରୀ 6 ତାରିଖରେ ଆସିଲା ଆପଣଙ୍କର ଆଣ୍ଡ ଆପଣମାନେ ଦେଖିପାରୁଥିବେ ଯୋଉ ଆପଣଙ୍କର ଡେଟ୍ ରହିଛି ମୁଁ ଆପଣମାନଙ୍କୁ ଦେଖିବା ପାଇଁ ଚାହିଁବି। ଏଇଠି ଆପଣମାନେ ଦେଖିପାରୁଥିବେ ପିଲାମାନେ ଲେଖା ହେଇଛି ଯେ ଥିଓରି ଏକ୍ସାମିନେସନ୍ ଯୋଉଟା ସେଇଟା ଫେବୃଆରୀରେ ହିଁ କଣ୍ଡକ୍ଟ କରାଯିବ ଇନ୍ ଦ ମନ୍ଥ ଅଫ୍ ଫେବୃଆରୀ। ଠିକ୍ ଅଛି। ତ ଏଇଟା ଆପଣଙ୍କର ୟୋଗୀ ବମନ ୟୁନିଭର୍ସିଟିର। ତ ୟୋଗୀ ବମନ ୟୁନିଭର୍ସିଟି ସବୁବେଳେ କ'ଣ କରେ ଏଇଟା ମଧ୍ୟ ମୁଁ ଆପଣମାନଙ୍କ ପାଇଁ କହିଦେଉଛି। ଯୋଉ ପିଲାମାନେ ରହୁଛନ୍ତି ୱରିଡ୍ ହଉଛନ୍ତି କି କେବେ ହବ ଆମର ଏକ୍ସାମ୍, ତ ଆପଣମାନେ ମନେ ରଖନ୍ତୁ ୟୋଗୀ ବମନ ୟୁନିଭର୍ସିଟି YVU ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ପରେ ହିଁ ହବ। ତ ANUର ଆପଣଙ୍କର ଫାର୍ଷ୍ଟ ଆପଣଙ୍କର ନୋଟିସ୍ ଆସିବ ବା ଫାର୍ଷ୍ଟ ଏକ୍ସାମ୍ ଆପଣଙ୍କର ହବ। ଦେନ୍ ଯାଇକି ତାର ପିଲାମାନେ 5ରୁ 10 ଦିନ ପରେ ଯାଇକି ଆପଣଙ୍କର YBUର ଆପଣଙ୍କର ଏକ୍ସାମ୍ କଣ୍ଡକ୍ଟ କରାଯିବ। ଏଇଟା ମୁଁ ଆପଣମାନଙ୍କୁ 100% ଗ୍ୟାରେଣ୍ଟି ଦେଇକି କହିଦେଲି ପିଲାମାନେ, ଆପଣମାନେ ଏଇ ଜିନିଷ ଧରିକି ଚାଲନ୍ତୁ ଯେ ANUର ଆପଣଙ୍କର ଆସିଗଲା ପରେ ତାର ଆପଣଙ୍କର 5ରୁ 6 ଦିନ ପରେ ଯାଇକି ଆପଣଙ୍କର ଏକ୍ସାମ୍ ମାନେ କଣ୍ଡକ୍ଟ କରାଯିବ। ବୁଝିହେଲା? ଆଉ ଆପଣମାନେ ଗୋଟେ କମନ୍ ଜିନିଷ ଦେଖନ୍ତୁ, ବର୍ତ୍ତମାନ ଯାଏଁ ଆପଣଙ୍କର ଆସିନି। ସବୁବେଳେ ମନେ ରଖିଥିବେ ମିନିମମ୍ ଏକ୍ସାମ୍‌ର 15 ଡେଜ୍ ପିଲାମାନେ ଥାଏ, ଦେନ୍ ଆପଣଙ୍କର ନୋଟିସ୍ ଆସେ। ବୁଝିପାରିଲେ? କାରଣ ପିଲାମାନେ ଯୋଉମାନେ ଯିବେ ସେମାନେ ଆପଣଙ୍କର ଟିକେଟ୍ କାଟିବେ, ବୁଝିପାରୁଛନ୍ତି? କିନ୍ତୁ ଆମ ପାଖକୁ ଯାହା ବି ଖବର ଆସିକି ପହଞ୍ଚିଛି, ମିନ୍ସ ଯୋଉ ଆମର ଏଜେଣ୍ଟ ଯୋଉମାନେ ଚିହ୍ନା ଅଛନ୍ତି କିମ୍ବା ସେଠାରେ ଆପଣଙ୍କର ଆନ୍ଧ୍ରରେ ଯୋଉ ସାର୍ ମାନେ ଆମର ଚିହ୍ନା ଅଛନ୍ତି, ତାଙ୍କର କହିବା କଥା ଏଇଟା, ଯଦି ମୁଁ ANU କଥା କହିବି ପିଲାମାନେ, ANU ଆପଣଙ୍କର ଚାନ୍ସେସ୍ କେବେ ରହୁଛି ମୁଁ ଆପଣମାନଙ୍କୁ କହିଦଉଛି ଯେ ଆପଣଙ୍କର ମ୍ୟାକ୍ସିମମ୍ ଚାନ୍ସ ରହୁଛି ଆଜି କି କାଲି, ମାନେ 2ରୁ 3 ଦିନ ଭିତରେ ପିଲାମାନେ ଆପଣଙ୍କର ନୋଟିସ୍ ଆସିଯିବ। ଏଇଟା ମୋ ପାଖରେ ଖବର ଆସିକି ପହଞ୍ଚିଛି। ବେସିକାଲି ମୁଁ ANU କଥା କହୁଛି। ANU ଆପଣଙ୍କର 2ରୁ 3 ଦିନ ଭିତରେ ଆପଣଙ୍କର ନୋଟିସ୍ ଆସିବାର ଅଛି। ଆଣ୍ଡ ଯୋଉ ଏକ୍ସାମ୍ କଥା ମୁଁ ଯଦି ଆପଣମାନଙ୍କୁ କହିବି, ଏକ୍ସାମ୍ ଆପଣଙ୍କର ଡେଟ୍ ଦେଇଛି 5 ତାରିଖ। ତ 5 ତାରିଖ ନ ହେଇକି ସେଇଟା ଆପଣଙ୍କର 7ରୁ କିମ୍ବା 8 ଭିତରେ ଆପଣଙ୍କର କଣ୍ଡକ୍ଟ କରାଯାଇପାରେ। ଫେବୃଆରୀ 7ରୁ 8 ଭିତରେ ଷ୍ଟାର୍ଟ ହେଇପାରେ। ଏଇ ଜିନିଷଟା ମାନେ ଅନଅଫିସିଆଲି ଭାବେ ମୋ ପାଖକୁ ଖବର ଆସିଛି। ହୁଏତ ସେଟା ଆପଣଙ୍କର ସତ ହେଇପାରେ ନ ହେଇପାରେ, ବଟ୍ ମୋ ପାଖକୁ ଏଇ ନୋଟିସ୍‌ଟି ଆସିଛି। ତ ମୁଁ ଆପଣମାନଙ୍କୁ ଚାହିଁଲେ ଆପଣମାନେ ଯେହେତୁ ୱରିଡ୍ ହଉଛନ୍ତି, ବେଶୀ ଦିନ ଆପଣମାନଙ୍କର ତ ଏପଟ ସେପଟ ନୁହେଁ। ଦେଇଛି ଆପଣଙ୍କର 5 ତାରିଖ, ନହେଲେ 6 ତାରିଖ କି 7 ତାରିଖ ଏମିତିକି ଆପଣଙ୍କର ଷ୍ଟାର୍ଟ ହବ। ବୁଝିପାରିଲେ? ଯଦି 2ରୁ 3 ଦିନ ଭିତରେ ନୋଟିସ୍ ଆସିଲା, ଏଗେନ୍ ମୁଁ ଆପଣମାନଙ୍କୁ ରିପିଟ୍ କରୁଛି, ଯଦି 2-3 ଦିନ ଭିତରେ ନ ଆସିଲା, 5 ଦିନ 6 ଦିନ ପରେ ଆସିଲା, ଦେନ୍ ଆପଣଙ୍କର ଏକ୍ସାମ୍ ଆହୁରି ଘୁଞ୍ଚିବ। ମିନ୍ସ 10 ତାରିଖ ପରେ ଆପଣଙ୍କର ଏକ୍ସାମ୍ ହବାର ପସିବିଲିଟି ରହୁଛି। ମେନଲି ମୁଁ ଆପଣଙ୍କର କହୁଛି କୋଉମାନଙ୍କ କଥା ନା ANU ପିଲାମାନଙ୍କ କଥା। ବୁଝିହେଲା? ଆପଣମାନଙ୍କ ଡାଉଟ୍ କ୍ଲିୟର ହେଇଗଲା ନା ପିଲାମାନେ? ବର୍ତ୍ତମାନ ଯୋଉ ୟୋଗୀ ବମନ ୟୁନିଭର୍ସିଟିର ପିଲାମାନେ ରହିଲେ, ଆପଣମାନଙ୍କର ତ ଫେବୃଆରୀ ମନ୍ଥରେ ଦେଇଛି ଆଣ୍ଡ ଏଗେନ୍ ମୁଁ ଆପଣମାନଙ୍କୁ କ'ଣ କହିଲି, ANUରେ ଏକ୍ସାମ୍ ପରେ ଯାଇକି ଆପଣଙ୍କ ଏକ୍ସାମ୍ ହବ। ତେଣୁ ଆପଣମାନେ ୱରିଡ୍ ହବାର ଆବଶ୍ୟକତା ନାହିଁ। ଧରିକି ଚାଲନ୍ତୁ ଆପଣଙ୍କର ମିନିମମ୍ ଯେହେତୁ ଲେଟ୍‌ରେ ଆପଣଙ୍କର ବାହାରିଛି, ଦେନ୍ ଫେବୃଆରୀ ମାସ ଆପଣଙ୍କର 10 ତାରିଖ ପରେ ହିଁ ଆପଣଙ୍କ ଏକ୍ସାମ୍ ପିଲାମାନେ ଧରିକି ଚାଲନ୍ତୁ। ତା ପୂର୍ବରୁ ତ ପସିବଲ୍ ହିଁ ନୁହଁ। ବୁଝିପାରିଲେ? ଯଦି ହବ ତା ପରେ କିମ୍ବା ଆପଣଙ୍କର ଫେବୃଆରୀ 15, ବୁଝିପାରିଲେ? 10ରୁ 15 ଭିତରେ ଆପଣଙ୍କର ଏକ୍ସାମ୍ କଣ୍ଡକ୍ଟ କରାଯାଇପାରେ। ଏଇ ଚାନ୍ସେସ୍‌ଟା ମଧ୍ୟ ଆମ ପାଖକୁ ଖବର ଆସିଛି ପିଲାମାନେ। ତେଣୁ ମାନେ ଷ୍ଟଣ୍ଡ ହେଇକି ରୁହନ୍ତୁ। ଆପଣଙ୍କର ଯେତେ ଜଲ୍ଦି ନୋଟିସ୍ ଆସିବ ବା ଯାହା ବି ନୋଟିଫିକେସନ୍ ଆସିବ ମୁଁ ଆପଣମାନଙ୍କୁ ମୋର ଯୋଉ ଟେଲିଗ୍ରାମ ଚ୍ୟାନେଲ୍ ଅଛି ନା ପିଲାମାନେ, ଡେସ୍କ୍ରିପ୍ସନ୍‌ରେ ଲିଙ୍କ୍ ଅଛି, ଯଦି ଜଏନ୍ ହେଇନାହାନ୍ତି ଜଏନ୍ ହେଇଯିବେ। ସେଇ ଜାଗାରେ ହିଁ ମୁଁ ଅପଲୋଡ୍ କରିଦେବି। ତାକୁ ଭିଡ଼ିଓ କରିବା ତ ପସିବଲ୍ ନୁହଁ। ତ ଆପଣମାନେ ଟେଲିଗ୍ରାମ ଚ୍ୟାନେଲ୍ ମାଧ୍ୟମରେ ମଧ୍ୟ ଖବର ପାଇପାରିବେ। ବୁଝିହେଲା? ତ ଏଇଟା ରହିଥିଲା ମୋ ପାଖରେ ଯୋଉ ଖବର ବା ମୋ ପାଖରେ ଯୋଉ ତଥ୍ୟ ଥିଲା ଆପଣମାନଙ୍କୁ ମୁଁ ଜଣେଇଲି। ଦେଖନ୍ତୁ ଆପଣମାନେ ଯୋଉ ଖବର ପାଇଲେ ତାକୁ ଆପଣମାନେ ସିରିୟସଲି ଧରନ୍ତୁ ଆଣ୍ଡ ନିଜକୁ ଯଦି ବି ପ୍ରିପେୟାର କରୁନାହାନ୍ତି, ଭାବୁଛନ୍ତି ବହୁତ ଲେଟ୍‌ରେ ଏକ୍ସାମ୍ ହବ, ସେମିତିଆ ନୁହେଁ। 1ରୁ 2 ଦିନ ପିଲାମାନେ ଆପଣଙ୍କର ଡିଫରେନ୍ସ ରହିବ, ନହେଲେ ସେମିତି କିଛି ବି ଚେଞ୍ଜେସ୍ ହବନି। ମୁଁ ଆମ ପାଖକୁ ଯୋଉ ଖବର ଅନୁସାରେ ଆଜି କି କାଲି ଭିତରେ ଯଦି ଆପଣଙ୍କର ବାହାରିବାର ଅଛି ଆପଣଙ୍କର ଯୋଉ ଟାଇମ୍ ଟେବୁଲ୍, ତ ନୋଟିସ୍ ଆପଣଙ୍କର ଫାର୍ଷ୍ଟ ୱେବସାଇଟ୍‌କୁ ଆସିବ। ଯଦି ୱେବସାଇଟ୍‌ରେ ଟିକେ ଲେଟ୍ ହୁଏ ବେଳେବେଳେ, ତେଣୁ ଆପଣମାନେ ନିଜକୁ ବର୍ତ୍ତମାନଠୁ ପ୍ରିପେୟାର କରିକି ରଖନ୍ତୁ। ଯେହେତୁ ଆପଣଙ୍କର AKUର ସରିଯିବ, ଦେନ୍ ଆପଣମାନଙ୍କର ପାଳି ଆଉ କ'ଣ। ବୁଝିପାରିଲେ? ତେଣୁ ଧରିକି ଚାଲନ୍ତୁ ANU ପିଲା ମିନିମମ୍ ଆପଣଙ୍କର 10 ତାରିଖ ପୂର୍ବରୁ ତ ଷ୍ଟାର୍ଟ ହିଁ ହେଇଯିବ। ବୁଝିହେଲା? ଆଉ ପିଲାମାନେ ଆଉ ଯଦି କିଛି ଆପଣମାନଙ୍କର ଡାଉଟ୍ ଥିବ ନିଶ୍ଚିତ ଭାବେ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। ତା ସହିତ ଆଶା କରିବି କି ଭିଡ଼ିଓଟି ପିଲାମାନେ ଆପଣମାନଙ୍କ ପାଇଁ ଟିକେ କିଛି ବି ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେଇଥିବ। ଯଦି ହେଇଥିବ ଭିଡ଼ିଓଟିକୁ ପିଲାମାନେ ଲାଇକ୍ କରିବାକୁ ଭୁଲିବେନି। ବହୁତ ସାରା ପିଲା ଅଛନ୍ତି ଯୋଉମାନେ ଭିଡ଼ିଓ ଦେଖୁଛନ୍ତି ବଟ୍ ସବସ୍କ୍ରାଇବ୍ କରୁନାହାନ୍ତି। ହୁଏତ କିଛି ପର୍ସନାଲ ରିଜନ୍ ପାଇଁ, ବଟ୍ ଠିକ୍ ଅଛି। ଆପଣମାନଙ୍କୁ ଯଦି ଭଲ ଲାଗୁଛି ଭିଡ଼ିଓଟିକୁ ଲାଇକ୍ କରିବେ, ଆମକୁ ମୋଟିଭେସନ୍ ମିଳିବ। ତା ସହିତ ଯଦି ଆମ ଟେଲିଗ୍ରାମ ଚ୍ୟାନେଲ୍‌ରେ ଜଏନ୍ ହେବା ପାଇଁ ଚାହୁଁଥିବେ ଜଏନ୍ ହେଇପାରିବେ। ଆଉ ଯଦି ଆପଣମାନେ ପ୍ରିପାରେସନ୍ ପାଇଁ ପୁରାପୁରି ସିରିୟସ୍ ଅଛନ୍ତି ପିଲାମାନେ, ଆମଠୁ ପିଲାମାନେ ନୋଟ୍ସ ନେଇପାରିବେ। ଆପଣମାନେ ଜାଣିଥିବେ ଆମେ ନୋଟ୍ସ ପ୍ରୋଭାଇଡ଼ କରୁଛୁ।
ନୋଟ୍ସ ନେଇପାରିବେ। ଆପଣଙ୍କର ସବୁ ୟୁନିଭର୍ସିଟିର ପିଲାମାନଙ୍କ ପାଇଁ ନୋଟ୍ସ ଆଭେଲେବୁଲ୍ ଅଛି। ANUର ନ୍ୟୁ ସିଲାବସ୍ ଅନୁସାରେ ଆପଣଙ୍କର ଆମ ପାଖରେ ନୋଟ୍ସ ଆଭେଲେବୁଲ୍ ଅଛି। AKU ପାଇଁ ଅଛି ଆପଣଙ୍କର ଯେଉଁ ୟୋଗୀ ଓମେନ୍ ୟୁନିଭର୍ସିଟି ପାଇଁ ଅଛି। ଆପଣମାନେ କଣ୍ଟାକ୍ଟ କରନ୍ତୁ, କମ୍‌ରୁ କମ୍ ପ୍ରାଇସ୍‌ରେ ଆପଣମାନଙ୍କୁ ଯୋଗାଇ ଦିଆହେବ। ଠିକ୍ ଅଛି? ତ କଣ୍ଟାକ୍ଟ କରିବା ପାଇଁ ନମ୍ବର ମଧ୍ୟ ମୁଁ ତଳେ ଦେଇଦେଇଛି, ଆପଣମାନେ ଯାଇକି ଚେକ୍ କରିପାରିବେ ଡେସ୍କ୍ରିପସନ୍‌ରେ। ମୋ ହ୍ୱାଟ୍ସଆପ୍ ନମ୍ବର, କେବଳ ଆମକୁ ହ୍ୱାଟ୍ସଆପ୍ କରିବେ। ଠିକ୍ ଅଛି? ତ ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖାହେବ। ଜୟ ଜଗନ୍ନାଥ।